जय जगन्नाथ। जय श्री कृष्ण। आसंतु आजिर गीता श्लोकर अर्थ और जीवन रे यार प्रयोग को बुझिबा। आजी आमे जानिबा प्रथम अध्यायर प्रथम श्लोक विषय। धृतराष्ट्र उवाच धर्मक्षेत्रे कुरुक्षेत्रे समवेत जुजुत्सवः मामकः पाण्डवाश्चैव किमकुर्वत संजय। ଏହି ଶ୍ଲୋକର ପ୍ରତ୍ୟେକ ଶବ୍ଦ ଗଭୀର ଅର୍ଥ ବହନ କରିଥାଏ। ଆସନ୍ତୁ ବନ୍ଧୁଗଣ, ପ୍ରଥମେ ଏହାର ଶବ୍ଦାର୍ଥକୁ ସରଳ ଓଡ଼ିଆରେ ବୁଝିବା ଓ ତାପରେ ଏହି ଶ୍ଲୋକର ପ୍ରକୃତ ଭାବାର୍ଥକୁ ଜାଣିବା। ମହାଭାରତର ମହାଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ଉଭୟ ସେନା କୁରୁକ୍ଷେତ୍ରରେ ମୁହାଁମୁହିଁ ହୋଇ ଠିଆ ହୋଇଛନ୍ତି। ଗୋଟିଏ ପଟେ ସତ୍ୟ ଓ ଧର୍ମର ପଥରେ ଚାଲୁଥିବା ପାଣ୍ଡବମାନେ, ଆଉ ଅନ୍ୟ ପଟେ ଲୋଭ, ଛଳ ଓ ଅଧର୍ମର ପଥ ବାଛିଥିବା କୌରବମାନେ। ସେଥିପାଇଁ ଏହି ଯୁଦ୍ଧ କେବଳ ଦୁଇଟି ରାଜବଂଶର ଯୁଦ୍ଧ ନୁହେଁ। ଏହା ଧର୍ମ ଓ ଅଧର୍ମ, ସତ୍ୟ ଓ ଅସତ୍ୟ ମଧ୍ୟରେ ହୋଇଥିବା ଏକ ମହାସଂଘର୍ଷ। ଏହି ମହାସଂଘର୍ଷ ପବିତ୍ର କୁରୁକ୍ଷେତ୍ର ଭୂମିରେ ଘଟୁଥିଲା। ଧୃତରାଷ୍ଟ୍ର ଜାଣୁଥିଲେ ଯେ ଧର୍ମ ଓ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ପକ୍ଷରେ ଅଛନ୍ତି। ତଥାପି ପୁତ୍ରମୋହ ଓ ରାଜ୍ୟ ଲୋଭ ତାଙ୍କ ବିବେକକୁ ଆଚ୍ଛାଦିତ କରିଦେଇଥିଲା। ସେ କେବଳ ଆଖିରେ ଅନ୍ଧ ନଥିଲେ, ପୁତ୍ରମୋହ ତାଙ୍କ ମନକୁ ମଧ୍ୟ ଅନ୍ଧ କରିଦେଇଥିଲା। ସେହି ଅଶାନ୍ତ ମନ ଓ ଚିନ୍ତାରେ ସେ ସଞ୍ଜୟଙ୍କୁ ପଚାରିଲେ, ହେ ସଞ୍ଜୟ, ଯୁଦ୍ଧ ପାଇଁ ଏକାଠି ହୋଇଥିବା ମୋର ପୁଅମାନେ ଓ ପାଣ୍ଡବମାନେ କ'ଣ କଲେ? ଏହି ଶ୍ଲୋକ ଆମକୁ ଗୋଟିଏ ଗଭୀର ସତ୍ୟ ଶିଖାଏ। ବାହାରର ସବୁଠାରୁ ବଡ଼ ଯୁଦ୍ଧ ପୂର୍ବରୁ ଆମ ମନ ଭିତରେ ଧର୍ମ ଓ ଅଧର୍ମର ସଂଘର୍ଷ ଚାଲିଥାଏ। ଯେତେବେଳେ ମନ ଲୋଭ, ମୋହ ଓ ପକ୍ଷପାତର ଆଚ୍ଛନ୍ନ ହୁଏ, ସେତେବେଳେ ସତ୍ୟ ସାମ୍ନାରେ ଥିଲେ ମଧ୍ୟ ତାହାକୁ ସ୍ୱୀକାର କରିବା କଷ୍ଟକର ହୋଇଯାଏ। ସେଥିପାଇଁ ଜୀବନରେ ଠିକ୍ ନିଷ୍ପତ୍ତି ନେବାକୁ ହେଲେ ଆମକୁ ଲୋଭ, ମୋହ ଓ ପକ୍ଷପାତକୁ ତ୍ୟାଗ କରିବାକୁ ପଡ଼ିଥାଏ। ଧୃତରାଷ୍ଟ୍ରଙ୍କ ପୁଅମାନଙ୍କ ପ୍ରତି ଭଲ ପାଇବା ଭୁଲ ନଥିଲା। ପ୍ରତ୍ୟେକ ବାପା ମା ନିଜ ସନ୍ତାନକୁ ଭଲ ପାଆନ୍ତି। ଭୁଲ ଥିଲା ସେହି ଭଲ ପାଇବାରେ ଅନ୍ଧ ହୋଇ ନିଜ ବିବେକକୁ ହରାଇ ଦେବା। ଆରମ୍ଭରେ ସେ ପୁଅମାନଙ୍କ ଛୋଟ ଛୋଟ ଭୁଲକୁ ଅଣଦେଖା କଲେ। ପରେ ସେହି ଭୁଲ ବଡ଼ ଅନ୍ୟାୟରେ ପରିଣତ ହେଲା। କିନ୍ତୁ ସେତେବେଳେ ତାଙ୍କୁ ଠିକ୍ ପଥ ଦେଖାଇବା ପରିବର୍ତ୍ତେ ସେ ନୀରବ ରହିଥିଲେ। ସତ୍ୟ ପ୍ରେମ କେବେ ବି ଭୁଲକୁ ପ୍ରଶ୍ରୟ ଦିଏ ନାହିଁ। ସତ୍ୟ ପ୍ରେମ ଆବଶ୍ୟକ ପଡ଼ିଲେ କଠୋର ସତ୍ୟ ମଧ୍ୟ କହେ, କାରଣ ସେଠାରେ ନିଜ ସ୍ୱାର୍ଥ ନୁହେଁ, ପ୍ରିୟ ଲୋକର ମଙ୍ଗଳ ସବୁଠାରୁ ଆଗରେ ରହିଥାଏ। ସେଥିପାଇଁ ଆମ ଜୀବନରେ ଏମିତି ଲୋକ ରହିବା ଦରକାର, ଯେଉଁମାନେ ଆମର ଭୁଲକୁ ଲୁଚାଇବେ ନାହିଁ, ବରଂ ସାହସର ସହିତ ଆମକୁ ସଠିକ୍ ପଥ ଦେଖାଇବେ। ସେହି ହେଉଛି ସତ୍ୟ ପ୍ରେମ ଏବଂ ସେହି ହେଉଛି ଏହି ଶ୍ଲୋକର ଗଭୀର ଶିକ୍ଷା। ଇଚ୍ଛା ରଖିବା ଭୁଲ ନୁହେଁ। ଧୃତରାଷ୍ଟ୍ରଙ୍କର ମଧ୍ୟ ଇଚ୍ଛା ଥିଲା। ଭୁଲ ଥିଲା ସେହି ଇଚ୍ଛା ପାଇଁ ଲୋଭ ଓ ମୋହରେ ପଡ଼ି ଧର୍ମର ପଥ ଛାଡ଼ିଦେବା। ଆମ ଜୀବନରେ ମଧ୍ୟ ପ୍ରତିଦିନ ଏପରି ଛୋଟ ଛୋଟ ନିଷ୍ପତ୍ତି ଆସିଥାଏ। ପ୍ରତ୍ୟେକ ଠିକ୍ ନିଷ୍ପତ୍ତି ଆମ ଚରିତ୍ରକୁ ଗଢ଼ିଥାଏ, ଆଉ ପ୍ରତ୍ୟେକ ଭୁଲ ନିଷ୍ପତ୍ତି ଧୀରେ ଧୀରେ ଆମକୁ ଦୁର୍ବଳ କରିଦିଏ। ମହାଭାରତର ଯୁଦ୍ଧ ଗୋଟିଏ ଦିନରେ ହୋଇନଥିଲା। ସେହିପରି ଆମର ସଫଳତା କିମ୍ବା ବିଫଳତା ମଧ୍ୟ ଗୋଟିଏ ଦିନରେ ଆସେ ନାହିଁ। ଛୋଟ ଛୋଟ ଅଭ୍ୟାସ, ଛୋଟ ଛୋଟ ନିଷ୍ପତ୍ତି ହିଁ ଆମର ଭବିଷ୍ୟତ ଗଢ଼ିଥାଏ। ଆମର ମନ ହିଁ ପ୍ରକୃତ କୁରୁକ୍ଷେତ୍ର। ପ୍ରତିଦିନ ଏଠାରେ ଧର୍ମ ଓ ଅଧର୍ମ,
ସଠିକ୍ ଓ ଭୁଲ ନିଷ୍ପତ୍ତି ମଧ୍ୟରେ ଏକ ନୀରବ ଯୁଦ୍ଧ ଚାଲିଥାଏ। ଧରନ୍ତୁ, ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି, ମିଠା ଖାଇବାର ଇଚ୍ଛା ହେବା ସ୍ୱାଭାବିକ, କିନ୍ତୁ ସେହି ମୁହୂର୍ତ୍ତରେ ଆପଣ କେଉଁ ନିଷ୍ପତ୍ତି ନେଉଛନ୍ତି, ସେହି ନିଷ୍ପତ୍ତି ଆପଣଙ୍କ ଭବିଷ୍ୟତ ନିର୍ଣ୍ଣୟ କରିଥାଏ। ଏହିପରି ପ୍ରତ୍ୟେକ ଦିନ, ପ୍ରତ୍ୟେକ ଛୋଟ ନିଷ୍ପତ୍ତିରେ ଆମର ନିଜସ୍ୱ ମହାଭାରତ ଲଢ଼ି ଯାଉଅଛି। ଆଜି ଆମେ କାହାକୁ ବାଛୁଛେ, ଧର୍ମ ନା ଅଧର୍ମକୁ? ସେହି ଉତ୍ତର ହିଁ ଆମର ଆସନ୍ତାକାଲିକୁ ଗଢ଼ିଥାଏ। ଧୃତରାଷ୍ଟ୍ରଙ୍କ ମନରେ ଗୋଟିଏ ଆଶା ଥିଲା, କୌଣସି ପ୍ରକାରେ ପାଣ୍ଡବମାନେ ଯଦି ଯୁଦ୍ଧରୁ ପଛକୁ ହଟିଯାଆନ୍ତେ, ତେବେ କୌରବମାନେ ବିନା ସଂଘର୍ଷରେ ବିଜୟୀ ହୋଇପାରିବେ। କିନ୍ତୁ ସେହି ଆଶା ସହ ତାଙ୍କ ମନରେ ଗଭୀର ଭୟ ମଧ୍ୟ ଥିଲା। କାହିଁକି? କାରଣ ଯେଉଁ ନିଷ୍ପତ୍ତି ଧର୍ମ ଓ ସତ୍ୟର ଆଧାରରେ ନଥାଏ, ସେଠାରେ ଆତ୍ମବିଶ୍ୱାସ ନୁହେଁ, ସନ୍ଦେହ ଜନ୍ମ ନେଇଥାଏ। କର୍ମ ଓ କର୍ମକ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହୋଇଥାଏ। ପ୍ରକୃତ ନେତୃତ୍ୱ କେବଳ ଆଗକୁ ଚାଲିବାରେ ନୁହେଁ, ସଠିକ୍ କଥାକୁ ଶୁଣିବାରେ ମଧ୍ୟ ରହିଥାଏ। ଯେଉଁମାନେ ଆମର ଭୁଲ ଦେଖାଇଥାନ୍ତି, ସେମାନେ ହିଁ ଆମର ପ୍ରକୃତ ଶୁଭଚିନ୍ତକ। ଧୃତରାଷ୍ଟ୍ର ବିଦୁର, ଭୀଷ୍ମ ଓ ଅନ୍ୟ ଜ୍ଞାନୀମାନଙ୍କ ପରାମର୍ଶକୁ ଅଣଦେଖା କରିଥିଲେ। ସେହି ଗୋଟିଏ ଭୁଲ ତାଙ୍କୁ ଭୟ, ସନ୍ଦେହ ଓ ବିନାଶ ଦିଗକୁ ନେଇଗଲା। ମନେ ରଖନ୍ତୁ, କର୍ମକ୍ଷେତ୍ରରେ ସଫଳତା କେବଳ ପରିଶ୍ରମରୁ ଆସେ ନାହିଁ। ସଠିକ୍ ନିଷ୍ପତ୍ତି, ନୀତିପୂର୍ଣ୍ଣ ନେତୃତ୍ୱ ଓ ସତ୍ୟ କହୁଥିବା ଲୋକଙ୍କ ପରାମର୍ଶକୁ ସ୍ୱୀକାର କରିବାର ନମ୍ରତା ହିଁ ଜଣେ ମଣିଷକୁ ସ୍ଥାୟୀ ସଫଳତା ଦେଇଥାଏ। ଏହି ଶ୍ଲୋକ ଆମକୁ ଶିଖେଇଥାଏ, ଆମ ଜୀବନର ପ୍ରକୃତ ଯୁଦ୍ଧ ବାହାରେ ନୁହେଁ, ଭିତରେ ହୋଇଥାଏ। ମନ ଯେତେବେଳେ ମୋହ ଓ ଲୋଭରେ ଆଚ୍ଛନ୍ନ ହୁଏ, ସେତେବେଳେ ସଠିକ୍ ନିଷ୍ପତ୍ତି ମଧ୍ୟ ଭୁଲ ଲାଗିବା ଆରମ୍ଭ କରିଥାଏ। ସେଥିପାଇଁ ସବୁଠାରୁ ବଡ଼ ବିଜୟ ହେଉଛି ନିଜ ମନକୁ ଜିତିବା। କାରଣ ଯେଉଁଠି ମନ ଜିତିଯାଏ, ସେଠି ଜୀବନ ନିଜେ ଠିକ୍ ହୋଇଯାଇଥାଏ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ।